20 ଫେବୃଆରୀ 2026 ଦିନ ଶୁକ୍ରବାର ଫାଲ୍ଗୁନ ମାସ ଶୁକ୍ଳପକ୍ଷ କୁମ୍ଭହାଟ ଦିନ। ଆଜିର ତିଥି ଓ ନକ୍ଷତ୍ର ତୃତୀୟା ଦିବା 2 ଘଣ୍ଟା 39 ମିନିଟ୍ ପର୍ଯ୍ୟନ୍ତ, ଉତ୍ତରଭାଦ୍ର ନକ୍ଷତ୍ର ରାତ୍ର 8 ଘଣ୍ଟା 7 ମିନିଟ୍ ପର୍ଯ୍ୟନ୍ତ, ମୀନଚନ୍ଦ୍ର ଦଣ୍ଡ 60 ହୋରାତ୍ର, ସୂର୍ଯ୍ୟଦର୍ଶନ 6 ଘଣ୍ଟା 14 ମିନିଟ୍ ଓ ସୂର୍ଯ୍ୟାସ୍ତ ସମୟ 5 ଘଣ୍ଟା 46 ମିନିଟ୍। ଆଜି ବିଛା ଧନୁ ମୀନରାଶିମାନଙ୍କର ଘାତ ବାର ଓ ଆଜି ଧନୁରାଶିର ଘାତ ଚନ୍ଦ୍ର। ଆଜିର ଶୁଭବେଳା ଦିବା 6 ଘଣ୍ଟା 56 ମିନିଟ୍ ଠାରୁ ଦିବା 1 ଘଣ୍ଟା 9 ମିନିଟ୍ ପର୍ଯ୍ୟନ୍ତ, ଦିବା 4 ଘଣ୍ଟା 16 ମିନିଟ୍ ଠାରୁ ଅପରାହ୍ନ 5 ଘଣ୍ଟା 3 ମିନିଟ୍ ପର୍ଯ୍ୟନ୍ତ, ରାତ୍ର 8 ଘଣ୍ଟା 17 ମିନିଟ୍ ଠାରୁ ରାତ୍ର 10 ଘଣ୍ଟା 45 ମିନିଟ୍ ପର୍ଯ୍ୟନ୍ତ। ନିଷିଦ୍ଧ ଖାଦ୍ୟ ଆଜି ପୋଟଳ ଓ ଦିବା 2 ଘଣ୍ଟା 39 ମିନିଟ୍ ପରେ ମୂଳା ଭକ୍ଷଣ ନିଷେଧ। ତ ମେଷଠାରୁ ଆରମ୍ଭ କରି ମୀନରାଶି ବ୍ୟକ୍ତି କଣ କହିଥାଏ ଆଜି ଆପଣଙ୍କର ରାଶି, କଣ କହିଥାଏ ଆଜି ଆପଣଙ୍କର ଗ୍ରହ ନକ୍ଷତ୍ର ଓ ଆଜି ଆପଣଙ୍କୁ ଏପରି କେଉଁ ଉପାୟ କରିବା ଆବଶ୍ୟକ ଯାହାଫଳରେ ଆଜି ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହି କ୍ରମରେ ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା ମେଷ ରାଶି ବିଷୟରେ। ସ୍ୱାସ୍ଥ୍ୟ ହେତୁକ ସମସ୍ୟା ଉପୁଜିବ, ସେଥିପାଇଁ ଆଜିର ଦିନରେ ସ୍ୱାସ୍ଥ୍ୟକୁ ନେଇ ଜଗି ରଖି ଚଳନ୍ତୁ। ବାହାରର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉଦାସୀନ ରହିବେ, ରୋଜଗାର କମିଯିବାର ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ। ରାଜନୈତିକ ବ୍ୟକ୍ତିବିଶେଷ ନିନ୍ଦା ଅପବାଦର ଶିକାର ହେବେ। କୌଣସି ଦ୍ରବ୍ୟ ଭାଙ୍ଗି ହଜି କିମ୍ବା ଚୋରି ହେବାର ସମ୍ଭାବନା ରହୁଅଛି, ସେଥିପାଇଁ ସାବଧାନ ରୁହନ୍ତୁ। ମହିଳାମାନେ ବାହାରକୁ ଯିବା ସମୟରେ ସତର୍କ ରୁହନ୍ତୁ, କାରଣ ଆଜି ଚୌର ଭୟ ରହୁଅଛି। ବିରକ୍ତି ବଢ଼ିବାକୁ ଲାଗିବ। କୌଣସି ଗୋଟିଏ ଅଯଥା କଥାରେ ସମୟ ନଷ୍ଟ କରି ଅନୁତାପ କରିବେ। ଆଳସ୍ୟରେ ବୃଦ୍ଧି ହେବ, ଯେଉଁ କାରଣରୁ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ବାତାବରଣ ଅଶାନ୍ତ ରହିବ। ବ୍ୟବସାୟରେ ଲାଭ କମ୍ ରହିବ। ପ୍ରତିଦ୍ୱନ୍ଦିତା ବଢ଼ିବା କାରଣରୁ ଚିନ୍ତିତ ରହିବେ। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ସମୟର ଅପଚୟ କରିବେ। କୌଣସି ଗୋଟିଏ ନିର୍ମାଣାଧୀନ କାର୍ଯ୍ୟରେ ବାଧା ଉପୁଜିପାରେ। ପୂର୍ବ ଯୋଜନାକୁ ଫଳବତୀ କରିବାରେ ବିଫଳ ହେବେ। ଲଭ୍ ଲାଇଫ୍ ପାଇଁ ଦିନଟି ଅନୁକୂଳ ନୁହେଁ। ବିଭିନ୍ନ କାରଣରୁ ମର୍ମାହତ ହୋଇପାରନ୍ତି। ପାରିବାରିକ ଜଞ୍ଜାଳ ବଢ଼ିବ। ଅଜାଣତରେ କ୍ଷତିଗ୍ରସ୍ତ ହେବେ। ବିଚାରରେ ବିଭ୍ରାଟ ଘଟିପାରେ। ଆଜି କୌଣସି ବି ନିବେଶ ଆପଣଙ୍କ ପାଇଁ ଶୁଭ ନୁହେଁ। ଅଫିସ୍ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗିଦାରୀ ସହିତ ଯୁକ୍ତିତର୍କ ହୋଇପାରେ। ଆଜି ଅଯଥା ଖର୍ଚ୍ଚରେ ବୃଦ୍ଧି ଅଛି, ସେଥିପାଇଁ ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗାଈକୁ ଘାସ କିମ୍ବା ଶାଗ ପିଠା ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ମହିଳାମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ। ମହିଳାମାନେ ଗୃହ କର୍ମରେ ଲିପ୍ତ ରହି ଆତ୍ମତୃପ୍ତି ଲାଭ କରିବେ। ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ। ଆୟ ଓ ବ୍ୟୟ ସମାନ ରହିବ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି ଓ ଜମିଜମା କ୍ଷେତ୍ରରେ ଉନ୍ନତମାନର ଫଳପ୍ରାପ୍ତ କରିବେ। କୋର୍ଟରେ ଚାଲୁଥିବା କୌଣସି ଗୋଟିଏ ନିର୍ଣ୍ଣୟ ଆପଣଙ୍କର ପକ୍ଷରେ ରହିବ। ଶତ୍ରୁ ପରାସ୍ତ ହେବେ। ସମାଜରେ ଯଶ ଓ ଖ୍ୟାତିରେ ବୃଦ୍ଧି ଘଟିବ। ସେବା ଭାବରେ ଉଦ୍ବୃଦ୍ଧି ହେବ। ପର ଉପକାର କରି ଖୁସି ହେବେ। ଦ୍ରବ୍ୟ ଲାଭ ଘଟିପାରେ। କଥାରେ ଲୋକଙ୍କୁ ବାନ୍ଧି ରଖିବେ। ଐତିହ୍ୟ କାର୍ଯ୍ୟରେ ମନ ବଳିବ। ଉର୍ଜାବାନ ଜଣାଯିବେ। ପ୍ରତ୍ୟେକଟି କାର୍ଯ୍ୟକୁ ଉତ୍ସାହ ଓ ଆଗ୍ରହର ସହିତ ସମ୍ପନ୍ନ କରି ଖୁସି ହେବେ। ପରିବାର ମଧ୍ୟରେ ମତମତାନ୍ତର ଦୂର ହେବ। ସ୍ନେହରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟାପାରୀମାନେ ବ୍ୟାପାରକୁ ଉନ୍ନତ କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବି କ୍ଷେତ୍ରରେ ନିବେଶ ଆଜି ଆପଣଙ୍କ ଲାଗି ଅତ୍ୟନ୍ତ ହିଁ ଶୁଭ ରହିବ। ଅଧିକରୁ ଅଧିକ ଲାଭପ୍ରାପ୍ତ ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ। ସମ୍ପର୍କୀୟମାନଙ୍କର ଘରକୁ ଯିବା ଆସିବା ଲାଗି ରହିବ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତ ତାଙ୍କୁ ମନର କଥା କହିବା ପାଇଁ ଦିନଟି ଭଲ। ଅଫିସରେ ଦିଆଯାଇଥିବା କାମ ସହଜରେ ସମ୍ପନ୍ନ କରିନେବେ। କୌଣସି ଖୁସିର ଖବର ମିଳିବ। ଛାତ୍ରଛାତ୍ରୀମାନେ ସାଙ୍ଗସାଥି ମେଳରେ ମୌଜ ମଜଲିସରେ ଦିନ କାଟିବେ। ତ ପ୍ରତ୍ୟେକ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ଲାଗି ଭଲ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଭଗବାନ ଶିବଙ୍କର ଦର୍ଶନ କରନ୍ତୁ ଓ ସୁବାସିତ ଧଳା ଫୁଲ କିମ୍ବା ଚମ୍ପା ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମିଥୁନ ରାଶି ବିଷୟରେ ଜାଣିବା। କୌଣସି ବି ଶବ୍ଦ କହିବା ସମୟରେ ଉଚିତ ଶବ୍ଦର ନିର୍ଣ୍ଣୟ କରନ୍ତୁ, କାହିଁକିନା ଆପଣଙ୍କ ଶବ୍ଦର ଅର୍ଥରୁ ଅନର୍ଥ ଘଟିପାରେ। ମହିଳାମାନେ ଆଳସ୍ୟପରାୟଣ ହେବେ। ଆଜି କିଛି ଛୋଟ ମୋଟ ଶାରୀରିକ ସମସ୍ୟା ଦେଖାଦେବ, ସେଥିପାଇଁ ଆଜି ଶାରୀରିକ ସଚେତନତାର ଆବଶ୍ୟକତା ରହିଛି ଓ ଯେତେ ବି ଛୋଟିଆ ରୋଗଟି ହେଲେ ମଧ୍ୟ ତାହାର ଅବହେଳା କରନ୍ତୁ ନାହିଁ। ପାରିବାରିକ ଖର୍ଚ୍ଚରେ ବୃଦ୍ଧି ହେତୁ ଚିନ୍ତିତ ରହିବେ। ସତର୍କ ରହି ମଧ୍ୟ କ୍ଷତିର ସମ୍ମୁଖୀନ ହେବେ। ତରତର ହୋଇ କାର୍ଯ୍ୟ କଲେ ଅଧିକ କ୍ଷତିରେ ପଡ଼ିବେ। କୌଣସି ଗୋଟିଏ ଅଯଥା ଆଶଙ୍କା ଅନୁଭବ କରିବେ। କୌଣସି କାରଣକୁ ନେଇ ମନରେ ଭୟ ଦେଖାଦେବ। ମନ ଅସ୍ଥିର ରହିବ। ଭୁଲ ସିଦ୍ଧାନ୍ତ ନେଇ ଅଧିକ ଖର୍ଚ୍ଚାନ୍ତ ହେବେ। ଅତି ନିକଟତର ବନ୍ଧୁଙ୍କ ପ୍ରତି ସନ୍ଦେହ ଉପୁଜିବ। ଗୃହ ଭେଦ ଘଟିପାରେ।
ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଦେଖାଦେବ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ପୂର୍ବ ତୁଳନାରେ ଆୟ କମ୍ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ମାଲି ମୁକଦ୍ଦମାରେ ରାୟ ଆପଣଙ୍କର ବିପକ୍ଷରେ ଯାଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ କିଛି ନା କିଛି ବାଧା ଉପୁଜିବ। ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ତାହା ସଫଳ ହେବାରେ କିଛି ନା କିଛି ସମସ୍ୟା ଉପୁଜିବ। ପୌତ୍ରିକ ସମ୍ପତ୍ତି ପାଇଁ ଅଶାନ୍ତି ବଢ଼ିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅନୁକୂଳ ନୁହେଁ। ପଢ଼ାପଢ଼ି ପ୍ରତି ମନ ଲାଗିବ ନାହିଁ। ମନ ଅସ୍ଥିର ରହିବ। ଗୁରୁଜନଙ୍କ ଆଜ୍ଞାକୁ ଅବଜ୍ଞା କରି ଅସୁବିଧାରେ ପଡ଼ିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ପାରାକୁ ମୁଗଦାନ ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କର୍କଟ ରାଶି ବିଷୟରେ ଜାଣିବା। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଅସହ୍ୟ ହେବ। ଖର୍ଚ୍ଚ ବଢ଼ିବା କାରଣରୁ ଚିନ୍ତିତ ରହିବେ। ପାରିବାରିକ ଅଶାନ୍ତି ବଢ଼ିବ। ମୋହରେ ପଡ଼ି କ୍ଷତିଗ୍ରସ୍ତ ହେବେ। କୌଣସି ଗୋଟିଏ ଅଯଥା କଥାରେ ସମୟ ନଷ୍ଟ କରି ଅନୁତାପ କରିବେ। ଆଳସ୍ୟରେ ବୃଦ୍ଧି ହେବ, ଯେଉଁ କାରଣରୁ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ବାତାବରଣ ଅଶାନ୍ତ ରହିବ। ବ୍ୟବସାୟରେ ଲାଭ କମ୍ ରହିବ। ପ୍ରତିଦ୍ୱନ୍ଦ୍ୱିତା ବଢ଼ିବା କାରଣରୁ ଚିନ୍ତିତ ରହିବେ। ସାମାନ୍ୟ ଘଟଣାରୁ ଦ୍ୱନ୍ଦ୍ୱ ଉପୁଜିବ। ଯାନବାହନରେ ତ୍ରୁଟି ଦେଖାଦେବ। ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି। ସେଥିପାଇଁ ଆଜି ସତର୍କ ରୁହନ୍ତୁ। କାହା ସହିତ ବି ଆଜି ଆବଶ୍ୟକତାଠାରୁ ଅଧିକ ମିଶନ୍ତୁ ନାହିଁ। କୌଣସି ଗୋଟିଏ ନିର୍ମାଣାଧୀନ କାର୍ଯ୍ୟରେ ବାଧା ଉପୁଜିପାରେ। ଚୋର ଭୟ ରହୁଅଛି, ସେଥିପାଇଁ ସାବଧାନ ରୁହନ୍ତୁ। ଆପଣଙ୍କର ସମ୍ମାନରେ ଆଞ୍ଚ ଆସିପାରେ। ସେଥିପାଇଁ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ କୁସଙ୍ଗ ଓ ଖରାପ ମିତ୍ରମାନଙ୍କଠାରୁ ଦୂରେଇ ରୁହନ୍ତୁ, ନାହିଁ ତ ଅକାରଣରେ ବିପଦରେ ପଡ଼ିପାରନ୍ତି। କୌଣସି ବଡ଼ ଧରଣର ନିର୍ଣ୍ଣୟ ବା ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ବଡ଼ ଧରଣର ନିବେଶ ଆଜିର ଦିନରେ ଆପଣଙ୍କ ପାଇଁ ଠିକ୍ ନୁହେଁ, କାରଣ ଆପଣ କିଛି ଭୁଲ କରିପାରନ୍ତି। ପାଖ ପଡ଼ୋଶୀ ଶତ୍ରୁତା ପରି ଆଚରିବେ। ଦାମ୍ପତ୍ୟ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ବ୍ୟବସାୟୀମାନେ ସ୍ୱଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହେବେ। ପିତାମାତାଙ୍କ ଆଜ୍ଞାକୁ ଅବଜ୍ଞା କରି ଅନୁତାପ କରିବେ। କୌଣସି କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି। ସେଥିପାଇଁ ଆଜି ପ୍ରତିଟି କ୍ଷେତ୍ରରେ ସାବଧାନ ଓ ସତର୍କ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଘରୁ ବାହାରିବା ସମୟରେ ସାମାନ୍ୟ ଦହି ଓ ମହୁ ଖାଇ ଯାତ୍ରାର ଆରମ୍ଭ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ସିଂହରାଶି ବିଷୟରେ ଜାଣିବା। ପ୍ରିୟଜନଙ୍କଠାରୁ ଆଶାନୁରୂପ ଫଳପ୍ରାପ୍ତି ହେବ। ସ୍ୱାଦିଷ୍ଟ ଭୋଜନର ଯୋଗ ରହୁଅଛି। ଅପରାହ୍ନରେ ଭ୍ରମଣ ଓ ବନ୍ଧୁ ମିଳନର ଯୋଗ ରହୁଅଛି। ମାଲି ମୁକଦ୍ଦମାରେ ବିଜୟୀ ହେବେ। ସମସ୍ତଙ୍କର ପ୍ରିୟ ଭାଜନ ହେବେ। ଅଯାଚିତ ସାହାଯ୍ୟ ମିଳିବ। ଅଭାବ ଦୂରେଇ ଯିବ। ନିଜର ବୁଦ୍ଧି ପ୍ରୟୋଗରୁ ଲାଭବାନ ହେବେ। ପୂର୍ବ ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ଭାବରେ ସମ୍ପାଦନ କରି ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ପୂର୍ବର ମତମତାନ୍ତର ଓ ମନାନ୍ତର ଦୂର ହେବ। କୌଣସି ଗୋଟିଏ ଶୁଭ ଖବର ପ୍ରାପ୍ତ କରିବେ। ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ବ୍ୟାପାରୀମାନଙ୍କ ଲାଗି ଦିନଟି ଅନୁକୂଳ। ଆୟରେ ବୃଦ୍ଧି ପରିଲକ୍ଷିତ ହେବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଓ ଅନୁକୂଳ ରହିବ। ଆଜି ଆପଣଙ୍କର ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। କୌଣସି ଗୋଟିଏ ଖାସ୍ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କାହାରିକୁ ହୃଦୟର ମନର କଥା କହିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ। ବ୍ୟବସାୟ ଓ ଚାକିରି ସମ୍ପର୍କିତ କାମ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ଠିକ୍ ରହିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ। ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। ଆପଣଙ୍କୁ କୌଣସି ସଂସ୍ଥାରେ ସମ୍ମାନିତ କରାଯାଇପାରେ। ଅଫିସରେ ସହକର୍ମୀଙ୍କ ପୁରା ସହଯୋଗ ପାଇବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆପଣ ପ୍ରତିଟି କ୍ଷେତ୍ରରେ ସଫଳ ରହିବେ। କୌଣସି ଜରୁରୀ କାମ ଜୀବନସାଥୀଙ୍କର ପରାମର୍ଶ ନେଇ କରନ୍ତୁ। ଭଲ ଫଳାଫଳ ମିଳିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ମା କାଳୀଙ୍କୁ ଦର୍ଶନ କରନ୍ତୁ ଓ ମାଙ୍କ ନିକଟରେ ରକ୍ତବର୍ଣ୍ଣର ମନ୍ଦାର ମାଳା ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କନ୍ୟା ରାଶି ବିଷୟରେ ଜାଣିବା। ପଡ଼ୋଶୀମାନଙ୍କ ସହ ମଧୁର ସମ୍ପର୍କ ବଜାୟ ରହିବ। ନିଜର ତ୍ରୁଟି ବୁଝିପାରିବେ ଓ କୌଣସି ଗୋଟିଏ ଯୋଜନା ପରିବର୍ତ୍ତନ କରିବେ ଓ ଏହା ଆପଣଙ୍କ ଲାଗି ଶୁଭ ରହିବ। ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ମାନସିକ ଦୃଢ଼ତା ବୃଦ୍ଧି ପାଇବ। ବନ୍ଧୁ ମେଳରେ ଆନନ୍ଦ ପାଇବେ। କୌଣସି ଗୋଟିଏ ଦୀର୍ଘଦିନର ସମସ୍ୟାର ସମାଧାନର ବାଟ ବାହାରିବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ।
ଅଧିକରୁ ଅଧିକ ଲାଭପ୍ରାପ୍ତ ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ସମ୍ପର୍କୀୟମାନଙ୍କର ଘରକୁ ଯିବା ଆସିବା ଲାଗି ରହିବ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଅନୁକୂଳ। ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ପିତାପୁତ୍ରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଦୂରଯାତ୍ରାର ଯୋଗ ବନୁଅଛି ଓ ଏହି ଯାତ୍ରା ଆପଣଙ୍କର ସଫଳ ହେବ। କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭାଇଙ୍କ ମଧ୍ୟରେ ସ୍ନେହରେ ବୃଦ୍ଧି ହେବ। ସମାଜରେ ଯଶ ଓ ସମ୍ମାନର ଅଧିକାରୀ ହେବେ। କବି ଓ ଲେଖକମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳ ରହିବେ। ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବ। ଅଟକି ରହିଥିବା ଧନ ପାଖକୁ ଫେରି ଆସିବ। ପୂର୍ବ ଯୋଜନା ଫଳବତୀ ହେବ। ଅତିରିକ୍ତ ଉର୍ଜାର ଅନୁଭବ କରିବେ। ଦକ୍ଷତାର ଉପଯୋଗ କରିବେ। କୌଣସି କ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ପାଇବେ। ବାଟରେ ପୁରୁଣା ମିତ୍ରଙ୍କ ସହ ଭେଟ ହେବ, ଯାହା ମନରେ ପ୍ରସନ୍ନତା ଆଣିଦେବ। ସୁଖବର ପ୍ରାପ୍ତ କରିବେ। ବ୍ୟାପାରୀମାନଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ପାରିବାରିକ ଜୀବନରେ ଖୁସିର ଲହରୀ ରହିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ି ପ୍ରତି ଅଧିକ ଧ୍ୟାନ ଦେବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଭଗବାନ ବିଷ୍ଣୁଙ୍କର ଦର୍ଶନ କରନ୍ତୁ ଓ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ତୁଳା ରାଶି ବିଷୟରେ ଜାଣିବା। ଜମି କିଣାବିକା କ୍ଷେତ୍ରରେ ଉନ୍ନତମାନର ଲାଭ ପାଇବେ। ଜମି ଦଲାଲମାନଙ୍କ ପାଇଁ ଧନଲାଭର ଦିନଟିଏ। ଅଟକି ରହିଥିବା କାର୍ଯ୍ୟ ଆଗେଇବ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖାଦେବ। ପରିବାର ମଧ୍ୟରେ ପାରସ୍ପରିକ ବୁଝାମଣା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କୌଣସି ଗୋଟିଏ ଶୁଭ ଖବର ମନରେ ପ୍ରସନ୍ନତା ଆଣିଦେବ। ମହିଳାମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ। ମହିଳାମାନେ ନୂତନ ଗୃହ ଉପକରଣ କ୍ରୟ କରିବେ। କୌଣସି ଗୋଟିଏ ଖାସ୍ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କାହାରିକୁ ହୃଦୟର ମନର କଥା କହିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିବାର ମଧ୍ୟରେ ହସଖୁସିର ଲହରୀ ରହିବ। ଶତ୍ରୁମାନେ ପରାସ୍ତ ହେବେ। ଆପଣ ଉର୍ଜାବାନ ରହିବେ ଓ ସକ୍ରିୟ ଜଣାଯିବେ। ପ୍ରତ୍ୟେକ କାର୍ଯ୍ୟକୁ ଦ୍ରୁତଗତିରେ ସମ୍ପାଦନ କରିବେ। ଅସମ୍ଭବ ପରି ଲାଗୁଥିବା କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରିବେ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଦୂରଯାତ୍ରାର ଯୋଗ ବନୁଅଛି। ଲଭ୍ ଲାଇଫ୍ ପାଇଁ ଦିନଟି ଭଲରେ କଟିବ। ବ୍ୟାପାରୀମାନେ ପୂର୍ବ ତୁଳନାରେ ଅଧିକ ଆୟ କରିବେ। ଚାକିରି କ୍ଷେତ୍ରରେ ଦିନଟି ଶୁଭ। ଛାତ୍ରଛାତ୍ରୀମାନଙ୍କର ପଢ଼ାପଢ଼ି ପ୍ରତି ଉତ୍ସାହ ବୃଦ୍ଧି ପାଇବ। ଭବିଷ୍ୟତକୁ ନେଇ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିବେ। ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବା ଲାଗି ଚିନ୍ତା ବିଚାର କରିବେ। ଆଜି ଆପଣଙ୍କ ପାଇଁ ଆଗକୁ ବଢ଼ିବାର ଦିନଟିଏ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। କୋର୍ଟ କଚେରୀ ମାମଲା ଆପଣଙ୍କର ପକ୍ଷରେ ହୋଇପାରେ। ଭଲ ପ୍ରଦର୍ଶନ ହେତୁ ଚାକିରିରେ ପଦୋନ୍ନତି ମିଳିପାରେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପୁରା ଦିନ ଉର୍ଜାଭର ରହିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ କୌଣସି ସୁଗନ୍ଧିତ ବସ୍ତୁ ଦିନଯାକ ନିଜ ପାଖରେ ରଖନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ମାନସିକ ଅସ୍ଥିରତା ଦେଖାଦେବ। ଆଜି କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବେ। ଅଯଥା ଖର୍ଚ୍ଚ ଯୋଗୁଁ ମନ ଭାରାକ୍ରାନ୍ତ ହେବ। ପାରିବାରିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଦେଖାଦେବ। ତ ଉଭୟଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ନାହିଁ ତ କୌଣସି ଗୋଟିଏ ବଡ଼ ବିପଦରେ ପଡ଼ିପାରନ୍ତି। ଅକାରଣରେ ହିଁ ବିପଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ଚାକିରିଆଙ୍କ ଲାଗି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିରୋଧ ଘଟିବ। ପ୍ରତ୍ୟେକଟି କାର୍ଯ୍ୟରେ ଆଜି କିଛି ନା କିଛି ବାଧା ଉପୁଜିବ। ଅନିଚ୍ଛା ସତ୍ତ୍ୱେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ମୁଣ୍ଡରେ ଭାରିପଣ ରହିବ। ଆଜି କୌଣସି ବି ବଡ଼ ଧରଣର ନିଷ୍ପତ୍ତି ବା ନିବେଶ ଆଜି କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ି ପ୍ରତି ଅବହେଳା ପ୍ରଦର୍ଶନ କରି ପଶ୍ଚାତାପ କରିବେ। ଚିଡ଼ିଚିଡ଼ା ସ୍ୱଭାବର ରହିବେ। ପ୍ରତିଟି କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ। କୌଣସି କଥାକୁ ନେଇ ଭାଇ ଭଉଣୀଙ୍କ ସହିତ ମତଭେଦ ହୋଇପାରେ। ବେପାର ବୃତ୍ତିରୁ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କିଛି ସଂକ୍ରାନ୍ତରେ ବଡ଼ଙ୍କ ପରାମର୍ଶ କାମରେ ଆସିବ। ଅତି ନିକଟତର ବନ୍ଧୁଙ୍କ ପ୍ରତି ସନ୍ଦେହ ଉପୁଜିବ। ଗୃହ ଭେଦ ଘଟିପାରେ। ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଦେଖାଦେବ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ପୂର୍ବ ତୁଳନାରେ ଆୟ କମ୍ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ କିଛି ପୁରୁଣା କପଡ଼ା କିମ୍ବା ପୁସ୍ତକ କାହାକୁ ଦାନ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ଧନୁରାଶି ବିଷୟରେ ଜାଣିବା। ଆଜି ଯାହା ବି ଚାହିଁବେ ତାହା ପାଇବାରେ କୌଣସି ବି ଅସୁବିଧା ରହିବ ନାହିଁ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ରହିବେ। ବନ୍ଧୁ ସମ୍ପର୍କ ବୃଦ୍ଧି ହେବ। ପୁରୁଣା ମିତ୍ରଙ୍କ ସହ ଭେଟ ହେବ। ସାଙ୍ଗସାଥୀ ତଥା ବନ୍ଧୁବାନ୍ଧବଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ମହିଳାମାନଙ୍କ ଲାଗି ଦିନଟି ଅନୁକୂଳ।
ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ପିତାପୁତ୍ରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଦୂରଯାତ୍ରାର ଯୋଗ ବନୁଅଛି ଓ ଏହି ଯାତ୍ରା ଆପଣଙ୍କର ସଫଳ ହେବ। ତେବେ ଆଜି ମାତାଙ୍କର ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ଆପଣ ଚିନ୍ତାରେ ରହିପାରନ୍ତି, ତ ମାତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାକି ପ୍ରତ୍ୟେକଟି କ୍ଷେତ୍ର ଭଲ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ବ୍ୟାପାରୀମାନଙ୍କ ଲାଗି ଦିନଟି ଅନୁକୂଳ ଓ ଶୁଭ ରହିବ। ଇଚ୍ଛା ମୁତାବକ ଆୟ କରିପାରିବେ। ବ୍ୟାପାରକୁ ବଢ଼ାଇବା ପାଇଁ ବିଚାର ଆସିବ। କୌଣସି ଗୋଟିଏ ନୂତନ ଆୟପନ୍ଥା ଖୋଲିଯିବ। ପରିବାର କ୍ଷେତ୍ରରେ ପାରସ୍ପରିକ ବୁଝାମଣା ବଢ଼ିବ। ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତ ହୋଇ ପଢ଼ାପଢ଼ି କରିବେ। ପିତାମାତାଙ୍କ ଆଜ୍ଞା ମାନି ଚଳିବେ। ବହୁଦିନର କୌଣସି ଗୋଟିଏ ଚିନ୍ତା ଆଜି ଦୂର ହେବ। ସରକାରୀ ଚାକିରିଙ୍କ ଲାଗି ଦିନଟି ଉତ୍ତମ ରହିବ। ବରିଷ୍ଠ ଆପଣଙ୍କୁ ଉପହାର ଦେବେ। ବ୍ୟବସାୟରେ ବିସ୍ତାର ଲାଗି ଯୋଜନା କରିପାରନ୍ତି। ବଡ଼ଙ୍କ ଅନୁମତି ଲାଭପ୍ରଦ ରହିବ। ନିଜସ୍ୱ ସମ୍ବନ୍ଧକୁ ମଜବୁତ କରିବା ଲାଗି ଚେଷ୍ଟା କରିବେ। ଆପଣଙ୍କର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ପଇସା ସହିତ ସଂଶ୍ଳିଷ୍ଟ କୌଣସି ମାମଲାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବ। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କାଉ କିମ୍ବା କଳା କୁକୁରକୁ ନିଜ ଖାଦ୍ୟର କିଛି ଅଂଶ ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମକର ରାଶି ବିଷୟରେ ଜାଣିବା। ପ୍ରତ୍ୟେକଟି କାର୍ଯ୍ୟରେ ସମସ୍ତଙ୍କର ପ୍ରିୟ ପାଲଟିଯିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଉଚ୍ଚ ଅଧିକାରୀଙ୍କ ନିକଟତର ହେବେ ଓ ଏହା ଏମାନଙ୍କ ପାଇଁ ଆଗକୁ ସୁପରିଣାମ ଆଣିକରି ଆସିବ। କୌଣସି ଗୋଟିଏ ପୂର୍ବ ଯୋଜନା ମନ ମୁତାବକ ସଫଳତା ଲାଭ କରିବ। ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ଆବଶ୍ୟକ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। ସାମାଜିକ କାର୍ଯ୍ୟ ପ୍ରତି ମନ ବଳିବ। ପର ପାଇଁ କାର୍ଯ୍ୟ କରିବାରେ ଆଗ୍ରହୀ ରହିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନିଜର ଜୀବନକୁ ପରିବର୍ତ୍ତନ କରିବା ଲାଗି, ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି କିଛି ଚିନ୍ତା ବିଚାର କରିବେ। ସମସ୍ତ ଗ୍ରହମାନଙ୍କର ସପୋର୍ଟ କାରଣରୁ ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତାର ସମ୍ଭାବନା ଅଧିକ ହିଁ ରହିବ। ପରିଶ୍ରମର ପୂର୍ଣ୍ଣ ଫଳ ପ୍ରାପ୍ତ କରିବେ ବା ଦ୍ୱିଗୁଣ ଫଳ ପ୍ରାପ୍ତ କରିବେ। ଦେହ ଭଲ ରହିବ। ପରିବାର ମଧ୍ୟରେ ସ୍ନେହରେ ବୃଦ୍ଧି ପରିଲକ୍ଷିତ ହେବ। ବ୍ୟବସାୟୀମାନେ ଅଧିକ ଖୁସି ରହିବେ। ଅତିରିକ୍ତ ଧନଲାଭ ପ୍ରାପ୍ତ କରିବେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଆଚରଣ କରିବେ। ପିତାମାତାଙ୍କର ନିର୍ଦ୍ଦେଶ ମାନି ଚଳିବେ। ବହୁଦିନରୁ ଲାଗି ରହିଥିବା ଅଭାବ ଅସୁବିଧାରୁ ମୁକ୍ତି ପାଇଁ ବାଟ ମିଳିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ପାରିବାରିକ ଜୀବନ ସୁଖପୂର୍ଣ୍ଣ ବ୍ୟତୀତ ହେବ। କିଛି ସାହସିକତାର କାର୍ଯ୍ୟ ପାଇଁ ମନ ବଳିବ। ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଲୋକ ଆପଣଙ୍କର କଥାକୁ ପୁରା ଧ୍ୟାନ ଦେବେ। ଆପଣଙ୍କୁ କୌଣସି ଖୁସିର ଖବର ମିଳିବ। ନୂତନ କାରବାରରେ ପଇସା ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ସମାପ୍ତ ହେବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ତୁଳସୀ ଚଉରା ମୂଳରେ ଶୁଦ୍ଧ ଘିଅର ଦୀପଟିଏ ଜାଳନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବିଷୟରେ ଜାଣିବା। ଋଣ ପରିଶୋଧ ପାଇଁ, ରୋଗ ପାଇଁ, ଔଷଧ କିଣିବା କିମ୍ବା ଶତ୍ରୁଙ୍କ ଦ୍ୱାରା କରାଯାଉଥିବା ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ। ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ଆପଣଙ୍କର ସମ୍ମାନରେ ଆଞ୍ଚ ଆସିପାରେ। ସେଥିପାଇଁ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ କୁସଙ୍ଗ ଓ ଖରାପ ମିତ୍ରମାନଙ୍କଠାରୁ ଦୂରେଇ ରୁହନ୍ତୁ। ନାହିଁ ତ ଅକାରଣରେ ବିପଦରେ ପଡ଼ିପାରନ୍ତି। କୌଣସି ବଡ଼ ଧରଣର ନିର୍ଣ୍ଣୟ ବା ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ବଡ଼ ଧରଣର ନିବେଶ ଆଜିର ଦିନରେ ଆପଣଙ୍କ ପାଇଁ ଠିକ୍ ନୁହେଁ। ମର୍ଯ୍ୟାଦା ହାନିର ଆଶଙ୍କା ରହୁଅଛି। ସେଥିପାଇଁ ଆଜି ଆପଣ କୌଶଳଠାରୁ ଦୂରେଇ ରୁହନ୍ତୁ। ନାହିଁ ତ ବିପଦରେ ପଡ଼ିପାରନ୍ତି। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିବେ। ପାଖ ପଡ଼ୋଶୀ ଶତ୍ରୁତା ପରି ବ୍ୟବହାର କରିବେ। ଆପଣ ଭଲ କଥା କହୁଥିଲେ ବି ଲୋକମାନେ ତାହାର ଖରାପ ଅର୍ଥ କରିପାରନ୍ତି। ସେଥିପାଇଁ କଥା ହେବା ସମୟରେ ଆପଣଙ୍କର ଶବ୍ଦ ଉପରେ ଧ୍ୟାନ ରଖନ୍ତୁ। ପିତାପୁତ୍ରଙ୍କ ମଧ୍ୟରେ ମତାନ୍ତର କିମ୍ବା ମନାନ୍ତର ଦେଖାଦେବ। ମୁଣ୍ଡରେ ସାମାନ୍ୟ ଭାରିପଣ ରହିବ। ପୂର୍ବ ଯୋଜନାରେ ତ୍ରୁଟି ଦେଖାଦେବ। ଛାତ୍ରଛାତ୍ରୀମାନେ ଖାମଖିଆଲି ସ୍ୱଭାବର ହେବେ। ସମୟର ଅପଚୟ କରି ପଶ୍ଚାତାପ କରିବେ। ବ୍ୟବସାୟୀମାନଙ୍କ ଲାଗି ଦିନଟି ସେତେଟା ଭଲ ନୁହେଁ। କାରବାର ସଂକୁଚିତ ହେବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଆଜି ସହକର୍ମୀଙ୍କ ସହ କଥା ହେବା ସମୟରେ ସାବଧାନ ରୁହନ୍ତୁ। ପାରିବାରିକ ଅଶାନ୍ତି ମାନସିକ ଚିନ୍ତା ବଢ଼ାଇବ। ମୋହର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ ଆପଣଙ୍କ ପାଇଁ ଭୁଲ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି, କାରଣ କିଛି ଛୋଟମୋଟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ଆଜି କୌଣସି ବି ନିବେଶ ଆପଣଙ୍କ ପାଇଁ ଠିକ୍ ନୁହେଁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଅଶ୍ୱସ୍ଥ ବୃକ୍ଷର ମୂଳରେ ରାଶି ତେଲର ଦୀପଟିଏ ପ୍ରଜ୍ୱଳନ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମୀନ ରାଶି ବିଷୟରେ ଜାଣିବା। ଅଯଥା ଆଶଙ୍କା ଅନୁଭବ କରିବେ। ମନ ବ୍ୟାକୁଳ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବ। ଏଥିପାଇଁ ଆଜି ଆପଣ କଥା କହିବା ସମୟରେ ସଠିକ୍ ଶବ୍ଦର ଚୟନ କରନ୍ତୁ। ତରତର ହୋଇ କୌଣସି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ପାଖ ଲୋକ ଶତ୍ରୁତା ଆଚରିବେ।
ପାରିବାରିକ ଜୀବନରେ ହତାଶ ଭାବ ଦେଖାଦେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି, ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି, ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। କିଛି ଛୋଟମୋଟ ଶାରୀରିକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆଜି ଆପଣ ଯେତେ ବି ଛୋଟିଆ ରୋଗଟିଏ ହୋଇଥିଲେ ମଧ୍ୟ ଆପଣ ତାହାର ଅବହେଳା କରନ୍ତୁ ନାହିଁ। ଡାକ୍ତର ପରାମର୍ଶ କରନ୍ତୁ ଓ ଚିକିତ୍ସା କରନ୍ତୁ। ନିଜ ପ୍ରତି ଅବହେଳା କରନ୍ତୁ ନାହିଁ ଓ ଆଜି ବାହାରର ଖାଦ୍ୟପଦାର୍ଥଠାରୁ ଦୂରେଇ ରୁହନ୍ତୁ। କାହାର ଉପକାର କରି ଧୋକା ପାଇବେ, କର୍ମକ୍ଷେତ୍ରରେ ଧନ୍ଦୀ ହେବେ, ଚୌରଭୟ ରୋଗ ଅଛି। ସେଥିପାଇଁ ଆଜି ସାବଧାନ ରୁହନ୍ତୁ। ମହିଳାମାନେ ବାହାରକୁ ଯିବା ସମୟରେ ସତର୍କ ରୁହନ୍ତୁ। ଶତ୍ରୁ ଆପଣଙ୍କ ପ୍ରତି ଷଡ଼ଯନ୍ତ୍ର କରିପାରନ୍ତି, ଅକାରଣରେ କ୍ଷତିର ସମ୍ମୁଖୀନ ହେବେ, କଳହ ଆଦିରେ ପଡ଼ିପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟ ପ୍ରମାଦବହୁଳ ହେବ। ବ୍ୟବସାୟୀମାନଙ୍କୁ ସ୍ୱଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅନୁକୂଳ ନୁହେଁ। ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗାଈକୁ ପାଚିଲା କଦଳୀ, ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।